ଆରେ ମଧୁ, ହଁ ଭାଇ। ତୁ ଫରେଷ୍ଟରକୁ ଫୋନ କଲୁ, ନନ୍ଦନକାନନରେ ବାଘ ସଂଖ୍ୟା କମିଗଲାଣି ତ। ଏଠୁ ଗୋଟେ ହୃଷ୍ଟ ପୁଷ୍ଟ ବାଘ ଆସିକି ଉଲ୍ଲୁକ ମଥା ହଉଛି, ଏଟାକୁ ନେଇଯିବେ। ଅଶୋକ ନୀଳ ତ କଥା ମୁଁ ବୁଝିର ଆগে ତ କିନ୍ତୁ ବୁଝିବି ଏଇ ଯୋଉ କନିଷ୍ଠ ଯନ୍ତ୍ରୀ ଶରତ କଥା। ଆରେ ଶରତ, ଓ ଶରତ ବାବୁ, ତମେ ଖାଉଛ ଆମର କିନ୍ତୁ ଗୀତ ଗାଉଛ ତାଙ୍କର। ଛୋଟ କାମଟା ଆରେ ଛୋଟ ହଉ କି ବଡ ହଉ, ତୁମର ଗ୍ରାମ ପଞ୍ଚାୟତ ସବୁ ଯାକ କାମ ପଣ୍ଡା ଘର ଫ୍ୟାମିଲିରେ ପଶିବା ଦରକାର। ପଣ୍ଡା ଘର କଣାଟା ତାହେଲେ ବହୁତ ବଡ। ଅଶୋକ ନୀଳ, କଣ କହୁଛୁ? ତୁ ମତେ ଏଇଆ କହିବୁ? ହଁ ସେ କହିବ। ସେ କହିବ? ହଁ ସେ କହିବ। ସେ କହିବ ମତେ? ତାର ଏଡି ଯେ ପିଲା ହେଇଥିଲା ଲଙ୍ଗଳା ହେଇକି ଲକ ଲକ ହଉଥିଲା, ଏବେ ଯାତ୍ରା ଡାଇଲ ମାରିକିରି ଧମକଉଛୁ ଆମକୁ। ନୀଳା ସାଇନ୍ କର, ଚାଲ ଭାଇ ତ ସାଇନ୍ କର। ନୀଳ, ଏଇ କାଗଜରେ ମୁଁ ଦସ୍ତଖତ କରିବୁ ନା, ତାହେଲେ ମୁଁ ତ ଛାତିରେ ମାନଚିତ୍ର କରିଦେବି। ଏଠି ଗୋଟେ ଯାତ୍ରା ଚଲେଇଛି, ତୋର ଏକା ହତ୍ୟାର ଅଛି। ଆମ ହତ୍ୟା ସବୁ ଦୁର୍ଗା ପୂଜା ଟଗର ଫୁଲ ଦେଇ ପୂଜା କରିବାକୁ ରଖୁଛୁ କାହିଁକି? ଆମେ ଜାଣିଛ କଣ ବାହାର କରୁଛ? ମରିବୁ ତୁ ଆଜି, ତୁ ମରିବୁ ଆଜି, ତୁ ମରିବୁ। ସେଇ ଅସତ ଗୌରା ଚାଲିଲେ ପୁରା ଭରସା। ପୁଅ ଜନ୍ମ କରିନି ତ ଅକାଳ କୁଷ୍ମାଣ୍ଡଟେ ଜନ୍ମ କରିଛି। ଯୋଉ ଗୋଟାକୁ ମନା କରିବ ସେଇ କାମଟାକୁ ସେ ଆଗ କରିବ। କଣ ଦରକାର ଥିଲା ସେଠିକି ଯାଇ ଗଣ୍ଡଗୋଳ କରି କାରଣାଣୀ ପ୍ରୋଜେକ୍ଟଟାକୁ ବନ୍ଦ କରିବା? ସେ ଡାକିଦେଲା ଆଉ ପଳେଇଲା। ଆଉ ଓହୋ ଓ ଏଥର ଗାଁ ଜମି ସବୁ ପୁଣି ପଡିଆ ପଡିବ, ଆଉ ଇଲେକ୍ସନରେ ଆମ ଉପରେ ପ୍ରଭାବ ପଡିବ। ଆପଣ ରାଗନ୍ତୁନି ବଡ ଶାନ୍ତି, ସାନ ଶାନ୍ତି ବଳେ ସୁଧୁରି ଯିବେନି। ଆଉ କେବେ ସୁଧୁରିବ? ଗୋଟେ ପିଲାର ବାପା ପୁରା ହେଲାଣି, ଆହୁରି ବେଳ ଅଛି। ବାପା ଚା। ବୋହୁମା, ଆଜ୍ଞା କୁଳନନ୍ଦନ କଣ କରୁଛନ୍ତି? ବାପା ସିଏ ଏବେ ଦୁଦୁ ପିଇ ସାରିକି ବୋଉ ବୋଉକା ଖେଳୁଛନ୍ତି। ତମ କୁଳନନ୍ଦନ ନୁହଁ, ମୋ କୁଳନନ୍ଦନ। ବାପା ତାଙ୍କ କଥା ନ ପଚାରିବା ଭଲ। ସେ ଆଜି ଭୋରୁ ଭୋରୁ ଯାତ୍ରା ଦେଖିକି ଆସିଲେ, ସେଇ ଯାତ୍ରାକୁ ପୁଣି ଟିଭିରେ ଲଗେଇ ଦେଖୁଛନ୍ତି। ନା କଣ ଗହଳି ଥିଲା, ଡାଇଲଗ ଗୁଡାକ ଶୁଣି ପାରିଲେନି। ଶୁଣିଲ ତ, ମତେ ଲାଗୁଛି ତାକୁ ଯାତ୍ରା ନିବାରଣ କେନ୍ଦ୍ରରେ ଛାଡି। ଜାଣିଛ ଏଇଠି କୋଉଠି ପାଖାପାଖି ଅଛି? ନା ପିତୃଦେବାୟ ନମଃ। ଆମ ବଂଶର ଏକମାତ୍ର ଗୌରବ ତମେ। ତମ ପରେ ଯେମିତି ଗ୍ରହଣ ଲାଗିଗଲା ଆମ ପରିବାରର ବାପା, ତୁମେ ମତେ ଶ୍ରଦ୍ଧାର ନାଁ ଦେଇଥିଲ କୁଳମଣି, ହେଲେ ପ୍ରକୃତ ମଣି ହଉଛ ତମେ। ବାପା, ତମେ ଏଇ ପଞ୍ଚାୟତର ପ୍ରଥମ ସରପଞ୍ଚ ଥିଲ, ଆଉ ଲାଗୁଛି ଆମ କୂଳର ଶେଷ ସରପଞ୍ଚ ତମେ ହିଁ। ବାପା, ତମେ ଗଲା ପରେ ମୁଁ 4 ଥର ସରପଞ୍ଚ ଠିଆ ହେଇଛି। ଗୋଟେ ଥର ସୂର୍ଯ୍ୟ ଚିହ୍ନ, ଗୋଟେ ଥର ଛତା ଚିହ୍ନ, ଆଉ ଗୋଟେ ଥର ରୋହି ମାଛରେ, ଶେଷରେ ଚଷମା ଚିହ୍ନ ଠିଆ ହେଲି। ବାପା, ଅମାନ ଧରିଲି। ବାପା, ତମକୁ ଶେଷ ଓଳି ମୋର, ମୁଁ ନହେଲେ ନାହିଁ ମୋ ପୁଅ, ମାନେ ତମ ନାତି ନୀଳ ଗୋଟେ ସରପଞ୍ଚ କରିଦିଏ ଥରେ। ଆଶୀର୍ବାଦ କର ବାପା। ବାପା, ଏଇଟା ଆଶୀର୍ବାଦ ନା ଅଭିଶାପ? ବାପା,
ନନା ସେ ଯାତ୍ରା ପଡ଼ାରେ କିଛି ଗୋଟେ କରିବାକୁ ପଡିବ। କେତେ ଦିନ ଆମେ ଏମିତି ଚୁପ୍ ବସିଥିବା ଯେ ନାଇଁ ଥାଉ। କାଢା ନାଳିଟା ବି ଆମ ହାତରୁ ଗଲା। ଜେଡି ବାବୁ ଆ କାଢା ନାଳି କଣ ମୋ ଜେଜ ମୋ ପାଇଁ ଏତିକି ରଖିଛି ଯେ ମୁଁ ଖାଇକି ମୋ ପୁଅ ଖାଇଲେ ବି ସରି ବନେ ପୁଅ କି ଝିଅ ଥିଲେ ତ? କଣ କହିଲେ କି ନା ତ କହୁଛି ତ 7 ବର୍ଷ ହେଲେ କହୁଛି, ହେଲେ ତମେ କଣ ମୋ କଥା ଶୁଣୁଛ? ମୋ ପୁଅ କଣ ପୂରଣ ହବନି? ନନା ଆସୁଛୁ। ହଁ 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 ଆସୁଛି। ଜାଗା ଗୋଟେ ଦେଖା ହଁ ନନା ହଁ। ନେତ 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 କଣ କେତେ ମୋର ଏତିକି କଥା ମନେ ଯିବନ? ଆରେ ମୁଁ ଜାତକରେ ଲେଖା ଅଛି ମୁଁ ସରପଞ୍ଚ ହେଲା ପରେ ମୋ ପୁତ୍ର ସନ୍ତାନଟେ ଜାତ ହବ ଆଉ ସେ ଓଡିଶାର ମୁଖ୍ୟମନ୍ତ୍ରୀ ହବ। ମୋର ଏତିକି କଥା ମନେ ଯିବନ ମୋ ସେ ପଣ୍ଡା ପରିବାର ଥିଲା ପର୍ଯ୍ୟନ୍ତ ନା ତମେ ସରପଞ୍ଚ ହେବ ନା ମୁଁ ମା ହେବି। କିନ୍ତୁ ମୁଁ ସଫା ସଫା କହିଦଉଛି ଏଇ ଇଲେକ୍ସନ ଲାଷ୍ଟ ଇଲେକ୍ସନ, ୟା ପରେ ଯଦି ସେମିତି କିଛି ହେଲା ମୁଁ ବାଧ୍ୟ ହେଇକି ଆଉ କାହାକୁ ସିଲେକ୍ସନ କରିକି ମା ହେଇଯିବି। ନେତ ନୀଳ ଏ ନୀଳ କଣ ଥିଲେ ବୋଉ କେହି ନେଇ ପଳେଇଲା? ବାପା ମୋ ଛୁଆର ବାପା ମୁଁ ହେବି। ଆଉ କଣ ମୁଁ ହେଇଥାନ୍ତି ନା କଣ? ଯୋଉ ହଉ ହଉ ଛାଡ ସେ କଥା। ଏଥର ଯେମିତି ହେଲେ ସରପଞ୍ଚ ଇଲେକ୍ସନ ଆମକୁ ଜିତିବାକୁ ପଡିବ, କାରଣ ସବୁରି ମୂଳରେ କୁକୁର ଗୁଡା କଣ ଆଗରୁ ପହଞ୍ଚି ଗଲେଣି? ଫଲୋ ମି। ବାପା ତ ଯୋଉଠି ସେଇଠି ଖାଲି କୁକୁର କହୁଛି, ଜାଗା ଦେଖି କଣ କାମୁଡି ଦେବା? ରହିଯା, ସମୟ ସମୟର କଥା। ବିଡିଓ ବାବୁ ନମସ୍କାର। ନମସ୍କାର ନମସ୍କାର ନମସ୍କାର। ନମସ୍କାର। ଏ କୁକୁର ଗୁଡାକ ଏଠି କାହିଁ ଆସିଛନ୍ତି? ଆଜ୍ଞା ସେମାନେ ତ ସବୁଦିନ ଆସୁଛନ୍ତି, ଆପଣ ଆଜି ଆସିଲେ ବୋଲି ସିନା ଜାଣିଲେ। ଛାଡ଼ନ୍ତୁ ସେ କଥା, ମୁଖ୍ୟ କଥା ହେଲା ଏଥର ଆପଣ ସରପଞ୍ଚ ପାଇଁ ଠିଆ ହେଇପାରିବେନି। କଣ ତୁ କହିଲୁ? ବାଘକୁ ତୁ ଶିକାର କରିବା ଶିଖେଇବୁ? ଏଇ ବାଘ ଆଜି ପଞ୍ଜା ମାରିକି ତା ଭର୍ତ୍ତିକାରୁ ରକ୍ତ ପିଇଯିବ। ଆରେ କଣ କହୁଛନ୍ତି ଶୁଣୁ। ବାପା ବାରମ୍ବାର କହିଥିଲୁ ଲୋକମାନଙ୍କ ସାମ୍ନାରେ ମତେ କିଛି କହିବନି, ଯାକ ଘରେ କହିବ। କିଛି କଣ ବୁଝୁନୁ? କିଛି ବୁଝୁନୁ। ଭିଡିଓ କୁହ। ପୁରା କଥାଟା ହେଲା ଏଥର ଗଭର୍ଣ୍ଣମେଣ୍ଟ ପ୍ରୋଟୋକଲ ଅନୁସାରେ ସରପଞ୍ଚ କ୍ୟାଣ୍ଡିଡେଟ ଜଣେ ଏସି ଲୋକ ହବା ଦରକାର। ଆଉ ଏ କଥା ମୁଁ କାହାରିକି କହିନାହିଁ, ଏମିତିକି ସେ ଦଳକୁ ମଧ୍ୟ ନୁହେଁ। ଏ କଥାଟା କେହି ଜାଣିବା ପୂର୍ବରୁ ଆପଣ ଜଣେ ଏସି କ୍ୟାଣ୍ଡିଡେଟ ଠିଆ କରନ୍ତୁ, ଆମେ ନୋମିନେସନ ଦିନ ହିଁ ଜଣେଇବା। ଆଉ ସେତେବେଳକୁ ସମୟ ଥିବ ନା ସେମାନେ କ୍ୟାଣ୍ଡିଡେଟ ଠିଆ କରିପାରିବେ? ଆପଣ ଯାହାକୁ ଠିଆ କରିବେ ସେ ନିଶ୍ଚିତ ଭାବରେ ଜିତିବ। ଆଉ ହଁ, ଆଉ ଗୋଟେ କଥା, ଏଇ କଥାଟା ଯେମିତି 2 କାନରୁ 3 କାନକୁ ନ ହୁଏ। ଆରେ ବାଃ ଭିଡିଓ, ତମେ ତ ବଢିଆ କଥା କହିଲ। ଆରେ ଶ୍ୱଶୁର ପଚୁଙ୍ଗା, ଆଜ୍ଞା ଏଇ କଥାଟା ଯେମିତି 2ୟ କାନରୁ 3ୟ କାନ ନ ହୁଏ, ବୁଝିଲୁ? ଆଜ୍ଞା ଯା। ଏ ଶୁଣ ଏତେ କୁଟା ହେଇଗଲାଣି। ସତ କହୁଛୁ? ବିଲୁଆ ମତେ କହୁଛି କି 2 କାନରୁ 3 କାନ ଯେମିତି ନ ହୁଏ। କଣ କହୁଛୁ? ବିଡିଓଙ୍କର ପରସେଣ୍ଟେଜ ଟା ଟିକେ ଅଗ୍ରିମ ଦେଇଦେ। Yes, ବାପା, ଏବେ ଦଉଛି। ଭିଡିଓ ବାବୁ, ଏଇ ରହିଲା ଭିଡ। ଯାଅ ଫ୍ୟାମିଲି ସହିତ ବୁଲ। ଆଚ୍ଛା 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 ଆଚ୍ଛା, ସରପଞ୍ଚ ଆଉ ବିଡିଓ ଭିତରେ ମଧୁଚନ୍ଦ୍ରିକା ଚାଲିଛି ନାଇଁ? ଆମ ପଞ୍ଚାୟତରେ ଗୋଟାଏ ଏସି ଗାଁ, ଆମ ଲୋକ ଠିଆ ହବ, ଆମେ ଜିତିକି ଦେଖେଇବୁ। ତାପରେ ଲୁଚିଛି ନା ଗୁଣ ବିକା ଦିଶୁଛି। ଏ କୁକୁର ଗୁଡା କେମିତି ଜାଣିଲେ? ୱେଟ୍ ବାପା ୱେଟ୍,
ଏମାନଙ୍କ ସହିତ ମୁଁ ଡିଲ୍ କରୁଛି। କିରେ ଶ୍ୱଶୁର ପୁଅ ନୀଳ, ତୁ ବହୁତ ଗପୁଛୁ। ହେଇଟି ବାପା ଶୁଣ, ଏମାନେ କେବଳ ଗପିବେ, କିନ୍ତୁ ତୁ କିଏ କହିଲୁ? ଆମେ ମାନେ এই পণ্ডা ফ্যামিলি যদি ইলেকশনে ন জিতলে না বাপা, তাহলে সুরেশ পণ্ডা হইচই করিব বাপা, হইচই করিব। କଥା ରହିଲା ରେ ପୁଅ। ଯାତ୍ରା ପଣ୍ଡା ତ ଯାତ୍ରା ହାତରେ ମୋ ବାଉଁଶ ପୁରାଇଛି ହେଲା। ତୁ କହିବୁ? ହଁ ମୁଁ କହିବି। ତୁ କହିବୁ? ଅଳ୍ପ କହିବି। ତୁ କହିବୁ? ହଁ ସେ କହିବ। ତୁ ବି କହିବୁ? ଚାଲ ମୋ କଥା ଚାଲ। ବାପା ତମେ ଡର ନାହ ତ? ମୁଁ ବି ଡର ନାହିଁ, କିନ୍ତୁ ଦେଖ ଏମାନେ ଡରିଗଲେ, ଏମାନେ ଡରିଗଲେ ବାପା। এই নীলা, এতে বড় হল্লাটে করতে পড়ে আসলো, এসে সাইডু কে ঠাব আমি? দেখ নীলা, এথর যদি আমি ন জিতি পারিবা, কেবে জিতি পারিবানি। যাহা কହୁଛୁ କର, ଯାହାକୁ ଯେତେ ଟଙ୍କା ପାଉଛୁ ଦେ। ହେଲେ ପଞ୍ଚାୟତରେ ସମସ୍ତେ ଭଲ ପାଉଥିବା ଗୋଟେ ଏସି ଲୋକଟେ ଖୋଜ। ମିଳିଲା? ନାଇଁ ଏଯାଏ କିଛି ମିଳିନି, ଦେଖାଯାଉ ସାପ ମିଳୁଛି ନା ନାହିଁ। ଏଇଠି ବାହାରିବ ବୋଧେ, ବାହାରିଲା। ସାପ ଦେଖୁଛୁ ତତେ ଦେଖି କେମିତି ହିରୋଗିରି ଦେଖଉଛି। ଆଲୋ ତୁ ଭୁଲ ଭୁଲ ଚାହିଁଛୁ କଣ? ତାକୁ ଟିକେ ଅଟକଉନୁ, କଣ ନାଇଁ କଣ ସାପ ହେଇଥିବ ଦଂଶି ଦବ ଯେ। ବେଙ୍ଗ କାଇଁ ଯାଉଛୁ କହିଲୁ? ସ୍ନେକ୍ ହେଲ୍ପଲାଇନ ନମ୍ବରକୁ କଲ୍ ହେଇଛି ପରା, ସେ ଆସିବେନି। ସେମାନେ ଆସିଲା ପୂର୍ବରୁ ମୁଁ ଖେଳ ଶେଷ କରିଦେଇଥିବି। ନନା ତ ପରଦିନ ଅଜଗର ଗୋଟେ ଧରିଥିଲେ। ଚାଲ ରେ ଅଖା ଗୁଡା ସାଇଡ କର, ଚାଲ ବାଲା 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 ବାଲା। କାଲି ଅଜଗର ଧରିଥିଲି, ତା ପୂର୍ବ ଦିନ କୁମ୍ଭୀର ଧରିଥିଲି। ଏ ବାଲା 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 ଦେଖିକି ବାଲା ବାଲା ନାଇଁ ତୋଟି ଡରିକି ପଳେଇଲା ବୋଧେ ଆଉ ହେଇଥିବ। କଣ ରେ ବେଣ୍ଟ, ସାପଟା କୁଆଡେ ପଳେଇଲା କି? ମୋ ଶିକାରୀ ନଜରରୁ ବଞ୍ଚିକି ସିଏ କୁଆଡେ ଯିବ? ପୁରା ଘରଟା ଖୋଜା ସରିଲାଣି, ସେ ଦିଅଙ୍କ ଘରଟା ଖାଲି ବାକି ରହିଲା। ସେଇଠି ଥିବ ବୋଧେ। ଆକ୍ରମଣ। ସେ ଘରେ ପଶନା। ତାକୁ କାଇଁ ଅଟକେଇଲ? କି କଥା? ଯିଏ ନାଇଁ ସିଏ ମୋ ଠାକୁର ଘରେ ପଶିଯିବ? ମୋ ଲକ୍ଷ୍ମୀ ଠାକୁରାଣୀ ଘରେ ଅଛନ୍ତି, ମୁଁ ତାକୁ ପଶିବାକୁ ଦେବିନି। ଓହୋ, ଅକାଳେ ନିୟମ ନାସ୍ତି। ସେ ଯଦି ଏବେ ଦିଅଙ୍କ ଘରେ ନ ପଶିବ, ତାହେଲେ ଆମକୁ ସିଧା ସିଧା ଦିଅଙ୍କ ପାଖକୁ ଯିବାକୁ ପଡିବ। ଦେଖ ତମ ଇଚ୍ଛା, ମୁଁ ଯାଉଛି ସେପଟୁ ଗୋବର ପାଣି ନେଇକି ଆସେ। ଆରେ ଗଲୁ ସେ ଭିତରକୁ ଗଲୁ, ହେଲେ ଶୁଣେ ଦିଅଙ୍କୁ ଛୁଇଁବୁନି। ହଉ ଠିକ ଅଛି। କେଡୁ ଟୁଡୁ ନା ଛିଡା ହେଇଥାଅ, ମୁଁ ଏକା ସାପକୁ ଖେଳେଇବି। ସାପ ଯଦି ବାହାରକୁ ଆସେ ମାଡି ବସିବ, ସାବଧାନ। କଂସର ଘରଣୀ ପଦ୍ମାବତୀ ରାଣୀ କଲା ଧନଞ୍ଜୟ ଓଷା। ଦେଖିକି ନନା ମିଳିଲା
ନନା ନନା ପାଇଲ तो यहाँ सारा लुक है साप ହେଇଗଲା ଆରେ ନନାଙ୍କ ପାଟିରୁ ନାଗିନୀ ସ୍ୱର ବାହାରିଲାଣି ମାନେ ନିଶ୍ଚୟ ନାଗ ସେପଟେ ନନାକୁ କାମୁଡିଛି ମୁଣ୍ଡ କିଛି କାମ ଦଉନି ମୁଁ ଯାଉଛି ଦିଦି ମୋ ନନାକୁ ନାଗ ସେପଟେ କାମୁଡି ଦିଦି ତା ଭଲ କରୁଛନ୍ତି ଦିଦି ମୁଁ କିଛି କରିପାରିବିନି ଯାହା କରିବେ ବଡ ଦିଦି କରିବେ ବଡ ଦିଦି ସେ କୋଉଠି ଅଛନ୍ତି ଆରେ ରିମା ରିମା ଦିଦି ଦିଦି ମୋ ନନାକୁ ବଞ୍ଚେଇ ଦିଅନ୍ତୁ ଦିଦି ଆରେ କଣ ହେଇଛି ତମ ନନାର ଦିଦି ମୋ ନନା କଣ ସାପଟେ କାମୁଡିଛି ସେ ଖାଲି ନାଗିନୀ କରି ବିଳି ବିଳଉଛନ୍ତି ଦିଦି ଛାଡ ମୋ ଗୋଡ ଛାଡ ତମେ ନନା ନନା ଶୌଚ ଲାଗୁଛି ନନା ନନା ଟୁଷ୍ଟ ମାଇଲିଣି ଦିଦି ମୋ ନନାକୁ ଯଦି କିଛି ହେଇଯାଏ ତାହେଲେ ମୁଁ ବଞ୍ଚି ପାରିବିନି ଦିଦି ମୁଣ୍ଡ ପିଟି ପିଟି ମରିଯିବି ଦିଦି ବଞ୍ଚି ଦିଦି ତମେ ଯାଅ ମୁଁ ଇଞ୍ଜେକ୍ସନ ନେଇକି ଯାଉଛି ହଉ ଜଲ୍ଦି ଆସ ନନା 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 ତମର କିଛି ହବନି ଦିଦି ଆଉଛନ୍ତି ଗୋଟେ ଇଞ୍ଜେକ୍ସନ ଫୋଡ଼ିଦେବେ ସବୁ ବିଷ ଗୋଟେ ପଳେଇବ ହେଲା ନନା ତମର କିଛି ହବନି ଟିକେ ମୁଁ ଯାଉଛି ତମର କିଛି ହବନି ତୁ କଣ କରିବୁ ମୁଁ ବିଷ କାଢିବି ଟିକେ ଧୀର ଶୋଷ ନହେଲେ ବିଷ ବଦଳ ରକ୍ତ ଶୋଷି ଦେବୁ ଆରେ ଇଏ କଣ କରୁଛ ତମେ ପାଗଳ ହେଇଗଲାଣି ମରିଯିବ ତମେ ଏମିତି ତମେ ଇନଫେକ୍ସନ ହେଇଯିବ କଣ ଆଉ ମୋ ମୁହଁକୁ ଦେଖୁଛ ତଳକୁ ଓହ୍ଲା ତମେ ତ ଆସିବାରେ ଲେଟ୍ କଲ ଆରେ ଏଠୁ ଯାଅ ମୁହଁ ଧୋଇକି ଆସିବ ସାଇଡ୍ ହୁଅ ଇଞ୍ଜେକ୍ସନ ଦେବି ଧୀରେ ଚଲା ଭାଉଜ ନନା ପୁରା ରେଡି କିଏ କହିଥିଲା ତମମାନଙ୍କୁ ସାପ ଧରିବାକୁ ସେ ତ କହିଲେ 400 ଟଙ୍କା ଦେବେ ଖୋର୍ଦ୍ଧା ଗାମୁଛା 3ଟା ଦେବେ ବୋଲି କହିଲେନି ସାଙ୍ଗେ ତିନିଟା ଧରା ଧୁତି ବି ଦେଇଥାନ୍ତେ ମୋର ଯାଇଥିଲେ ଘୋଡେଇ ପଡିଥାନ୍ତ ତୁ ପାଗଳାଟେ କି ମୁଁ ପ୍ରେମ ପାଗଳ ଜାଣିଲୁ କି ଏଇଟା ସତରେ ମୂର୍ଖଟା ଯଦି ବିଶ୍ୱଧର ସାପ କାମୁଡିଥାନ୍ତା ଷ୍ଟାଇଲ ମାରିବାକୁ ତୁ ଅଜେ ନଥାନ୍ତୁ ଗୋଲାପ ଥାଉ ଥାଉ ବେଣ୍ଟର କଣ ହବ ଜାଣିଛୁ ପିଲାବେଳେ ମୋ ବୋଉ କହୁଥିଲା ମୋ ବାହାଘର କୁଆଡେ ଗୋଟେ ମାଷ୍ଟ୍ରାଣୀ ସାଙ୍ଗେ ହବ ଆଉ ଆମର କୁନି କୁନି ପୁଅ ଆଉ ଝିଅ ହେବେ ଆମର ସୁଖର ସଂସାର ହବ ଆଉ ଆମେ କୁଆଡେ ବୁଢା ବୁଢୀ ହେଇ ଏକା ସାଙ୍ଗରେ ମରିବା ତୁ ଗାଲୁଆ କଥା ଯୋଡିଦେବି ତୋ ଭାଗ୍ୟ ଭଲ ସେ ଢମଣା ଥିଲା ନହେଲେ ତୁ ଉପରେ ବଂଶାରନ୍ତୁଣି କି ରାଗ ମୁଁ ଜାଣିଛି ତୁ ମତେ ବହୁତ ଭଲ ସେଇଥିପାଇଁ ଛଟପଟ ହେଇକି ପଳେଇ ଆସିଲୁ ମତେ ଦେଖା ହବା ଥରେ ଖାଲି ହଣ୍ଟ କରୁଦୁନୁ ବାହା ହବା ପାଇଁ ତୁ ଜାଣିନୁ କି ରେ ଗୋଲାପ ଆମର ଟେମ୍ପୋରାରୀ ମାଷ୍ଟରାଣୀରୁ ପର୍ମାନେଣ୍ଟ ହେଲା ପରେ ଯାଇକି ବାହାଘର କଥା ଭାବିବ ତୁ ଚୁପ କର এই লোকটা আজ মেডিকেলে পড়ছি বলে মোটি আসিছি কিন্তু এই মূর্খ কোটিকা কেবে সুধরিবনি ନନା ଓ ଯାଉଛ କଣ କି ଚାହିଁଲେ ଜାଣିଛି ଘରେ କେତେ ଦେଖୁ ପିଲାଟି ଦିନୁ ସେ କେତେ ପ୍ରକାର ଚାହାଣି ଦଉଛି କିନ୍ତୁ ଆ ପାଇଁ ପରା ହଁଟା କରୁନି ଯଦି ସେ ହଁଟା ମାରି ଦିଅନ୍ତା ତା ନାଲି ଶାଢୀ ମୋ ବାରି କାନିରେ ଶୁଖି ସାରନ୍ତାଣି ରେ ଗୀତଟା କାଟିଦେବି ଗୀତଟା କାଟିଦେବି
ହଲୋ 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 ଏ ଧଡ଼ି ଭାଇ ଆଜ୍ଞା ତମେ ଗୋଟେ କଥା ଜାଣିଛ କଣ ଏଇ ଯୋଉ ଏସି ଲୋକମାନେ ବର୍ଷ ବର୍ଷ ଧରିକି ଆମ ଘରେ ଏମାନେ ସବୁ ବାକର କାମ କରୁଥିଲେ ମୋ ବାପା ଆଇ ମିନ୍ ମୋ ଡ୍ୟାଡ୍ ଯାହାକୁ ଠିଆ କରିବେ ଯାହାକୁ କହିବେ ଆଖିରେ ଆଙ୍ଗୁଠି ଖାଞ୍ଚିକି ସେ ଜିତିବ ହିଁ ଜିତିବ। ସାନ ସାନ୍ତେ ସେ କଥା କଣ ମୁଁ ମନା କଲି ହେଲେ ଆମେ ଯାହାକୁ ସରପଞ୍ଚରେ ଛିଡା କରେଇବା ଯଦି ସେ ସରପଞ୍ଚ ବିଷୟରେ ସବୁ ବୁଝିଯିବ ତାହେଲେ ଭାରି ଗଡବଡିଆ ହେଇଯିବ। ଆମେ ଏମିତିକା ଗୋଟେ ଲୋକ ଠିଆ କରିବା ଯିଏ ଆମ ଇଶାରାରେ ଖାଲି ନାଚିବ। ହଁ ହଁ ଆରେ ସୁରେଶ ପଣ୍ଡା କହିବ ମାନେ ସ୍ୱର୍ଗରୁ ରମ୍ଭା ମାନେ କବି ଆସିକି ଏଠି ଥେଇ ଥେଇ କରିବେ ଥେଇ ଥେଇ। ତା ଟେନସନ ହେଇଗଲେ ବାପା ମିଲୁ କିରେ? ଆଜ୍ଞା ନମସ୍କାର। ହେଲା ହେଲା ଆଚ୍ଛା ତୋ ଗାମୁଛାକୁ ଟିକେ ଚଉଚେଇକିରି କାନ୍ଧରେ ପକେଇଲୁ ଦେଖିବା। ଗାମୁଛା ପକା 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 ଖାନ୍ଦେ ପକେଇବି ଏଇଟା। ଟିକେ ହାତ ଯୋଡିଲୁ ହାତ ଯୋଡ଼ିବି ସାର୍। ଏଇ ମୁହଁ ତ ବୁଝିଲ ନାୟକ ସରପଞ୍ଚ ଗୁମାଗଡକୁ ନୂଆ ସରପଞ୍ଚ ମିଳିଗଲେ। ଇଏ ହବ ସରପଞ୍ଚ ସରପଞ୍ଚ ମିଲୁ କାଣ୍ଡି। ବିଲୁ ଗାଣ୍ଡି ନା କଣ? ଏମିତି ଧାର କରିଛି ପୁରା ଗାଁ ଟା ଯାକ ଧାନ କାଟିବୁ ଧାର ସରିବନି ନା। ଗାଁ ବିଲ ଯାକ ତ ସବୁ ପଡିଆ ପଡିଛି କହିଲା କଣ ଧାନ କାଟିବ। କେତେ ପଇସା ହେଲା କହିଲୁ? ଯାହା ଦଉଛୁ ଦେ କହିଲା ପଡିଆ ପଡିଛି। ଏ ଭାତ ଦେଖେ ଯାଉ ହେଇଯିବ। ଦେଖୁଛି ନନା ଓଳିକି କଣ ପଜାଇବା ପାଇଁ ଆଇଛ କି? ପଜେଇବା ତ ନିଶ୍ଚୟ। ଆଉ ବେଣ୍ଟ ଭଲ ତ? ଦେଖୁଛୁ ତ ଆଉ କଣ? ଆରେ ବେଣ୍ଟ ତୋର ତ ଏତେ ଗରାକ ଭଲ ଆସୁନଥିବେ ରେ। ଅବଶ୍ୟ ତୁ ଘରକୁ ଆସିବ ଏଠି ଯୋଉ ରାସ୍ତା ହେଇଛି ବହୁତ କମ ଲୋକ ଆସୁଥିବ। ହଁ ଏଇଟା ବୋଧେ ତୋ ଜେଜେବାପା ଅମଳ ଘର। ଚାଳ ଥିଲା ଏବେ ଆଜି ବେଶ ଖଣ୍ଡେ ପଡୁଛି ହେଠି ଖଣ୍ଡେ ଭାଙ୍ଗିଗଲା ନା କଣ? କିଛି ବଦଳ ନାହିଁ ବିଚରାଟା ଯେମିତି ଥିଲା ସେମିତି ଅଛି। ଯାହା ତ ହେଲା ପେଟକୁ ଯାଉଛି ଆଉ ବଦଳିବ କୋଉଠୁ? ବଦଳିବା ଟାଇମ ଆସିଗଲାରେ ବେଣ୍ଟ। ମାନେ ତତେ ମୁଁ ବୁଝେଇ ଦଉଛି ପରିବର୍ତ୍ତନ ହଉଛି ସଂସାରର ନିୟମ। ତତେ ଗୋଟେ କାହାଣୀ କହୁଛି ମନ ଧ୍ୟାନ ଦେଇ ଶୁଣ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ମର୍ତ୍ତ୍ୟରେ ସାଧାରଣ ମଣିଷ ହିଁ ଜନ୍ମ ନେଇଥିଲେ। ସେ ନିଜେ ବି ଜାଣିନଥିଲେ ସେ ଅବତାର ରାବଣ ଭଳିଆ ଏଡେ ବଡ ରାକ୍ଷସ 3 ଲୋକଙ୍କୁ ଡରେଇକି ରଖିଥିଲା। ତା ବିରୁଦ୍ଧରେ ଲଢେଇ ତାକୁ ମାରି ଜଗତକୁ ଉଦ୍ଧାର କରିଥିଲେ। ସେମିତି ସମୟ ଆସିଛି ପଞ୍ଚାୟତର ପରିବର୍ତ୍ତନ। ଆଉ ଗୁମାଗଡର ସେ ଅବତାରୀ ପୁରୁଷ ହଉଛି ତୁ ବେଣ୍ଟ। ତୁ ନା ତୁ କି ପୁରୁଷ? ତୁ ପୁରୁଷ ନୁହେଁ ମହାପୁରୁଷ ହବୁ ଯଦି ତୁ ଆମ ଗୁମାଗଡ ପଞ୍ଚାୟତରେ ସରପଞ୍ଚ ହେବେ ଠିଆ ହବୁ। ନା ମୁଁ କାହିଁ ସରପଞ୍ଚ ହେବି? ହଁ ବେଣ୍ଟ ତୁ ହିଁ ସରପଞ୍ଚ ହବୁ। ତୁ ହିଁ ଗୁମାଗଡର ନବ କଳେବର କରିବୁ। ହବ ନଳବର ନା ମତେ କିଏ କାହିଁ ଭୋଟ ଦବ? ତୁ ଜାଣିନୁ ବେଣ୍ଟ ତତେ ପିଲାଠୁ ବୁଢା ଯାଏ ସମସ୍ତେ ଭଲ ପାଆନ୍ତି। ତୁ ବା ଭଲ ପିଲାଟାରେ। ହଁ ଠିକ କଥା ମୁଁ ବା ନିଜେ ଦେଖିଛି। ଗୋଲାପ ଭାଉଜ ନନାକୁ ସିନା ମୋର କିଛି କୁହନ୍ତିନି ହେଲେ ମନେ ମନେ ନକ୍ କରନ୍ତି। ସାମ ଝିଅ ଗୋଲାପ ତୁ ଜାଣୁରେ ବେଣ୍ଟ ଥରେ ସରପଞ୍ଚ ହେଇଯା ଓଡିଶାର କେଟେ କେଟେ ହିରୋଇନ ତତେ ବାହା ହେବାକୁ ନାଇଁ ଲଗେଇବେ। ତୁ ଖାଲି ହୋମ ଆଇଲେ ହେଲା। ବେଣ୍ଟ ଆହୁରି କେତେ କଣ ସୁବିଧା ସୁଯୋଗ ମିଳିବ ରେ। ଏଥରକ ସରପଞ୍ଚ ଟା ଏସି କୋଟା ଏଇଠି ମତେ ରାଜନୀତି ବିଷୟରେ କଣ ଜଣା? କୁଆଡେ ଗଲେ ସେ? ତୁ ବାହାରେ କାଲି ଯେତେବେଳେ ତୁ ସରପଞ୍ଚ ହେଇଯିବୁ ଏ 5 ଖଣ୍ଡ ଗାଁ ଲୋକ ତତେ ଭଲ ପାଇବେ। ତାପରେ ସାରା ଜିଲ୍ଲା ଲୋକ ତତେ ଜାଣିବେ। ଏମଏଲଏ ହବୁ ତାପରେ ଏମପି ହବୁ ତାପରେ ନା କର୍ପୋରେଟର। ସରପଞ୍ଚର ତଳଟା
ଏମପି ପରେ ସିଧା ପ୍ରଧାନମନ୍ତ୍ରୀ। କାଲି ଚା ବିକୁଥିବା ଲୋକଟା ଆଜି ହଉଛି ପ୍ରଧାନମନ୍ତ୍ରୀ। ତୁ ବି କମାର୍ସିଆଲରୁ ସିଧା ଦିଲ୍ଲୀ। ନା ବେଟ ତତେ ପଞ୍ଚାୟତ ଲାଗିଲା ଏ ଗାଁର ପାଣି ପବନ ମାଟି ତତେ ସମସ୍ତେ ଛୁରୁଛନ୍ତି। ବେଣ୍ଟ ଭାଇ ଆସିବ ଆମ ଗାଁକୁ ଉଦ୍ଧାର କରିବ। ବାପା ମତେ ତ ଖାଲି ଏବେଠୁ ଶୁଭିଲାଣି। ଜିନ୍ଦାବାଦ ଜିନ୍ଦାବାଦ ପେଣ୍ଟ ଭାଇ ଜିନ୍ଦାବାଦ। ଆମର ଭାଇ ତୁମର ଭାଇ ପେଣ୍ଟ ଭାଇ ଜିନ୍ଦାବାଦ। ବେଟ ତୁ କଥା ଦେଲୁ ତତେ ପିତା ବୋଲି କରାଣ ପଛ ଘୁଞ୍ଚା ଦବୁନି। ଆମ ମାଟି ପାଇଁ ଆମ ପଞ୍ଚାୟତ ପାଇଁ ଆମକୁ ଲଢିବାକୁ ପଡିବ। ଆରେ ପିଲେ ମୋ ସାଙ୍ଗରେ କୁହରେ। ଆରେ ଆମର ଭାଇ ତୁମର ଭାଇ ପେଣ୍ଟ ଭାଇ ଜିନ୍ଦାବାଦ ଜିନ୍ଦାବାଦ ଜିନ୍ଦାବାଦ। ଆମ ସରପଞ୍ଚ ପେଣ୍ଟ ଭାଇ ଜିନ୍ଦାବାଦ 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 ଜିନ୍ଦାବାଦ। ରହିଗଲା ରହିଗଲା ଜିନ୍ଦାବାଦ ଜିନ୍ଦାବାଦ ଜିନ୍ଦାବାଦ। ଆମ ସରପଞ୍ଚ ଜିନ୍ଦାବାଦ ଜିନ୍ଦାବାଦ ଜିନ୍ଦାବାଦ। ପେଣ୍ଟ ଭାଇ ଜିନ୍ଦାବାଦ ଜିନ୍ଦାବାଦ ପେଣ୍ଟ ଭାଇ ଜିନ୍ଦାବାଦ। ଏଇଟା ନୀଳ ନନା ପଠେଇଛନ୍ତି ତମ ପାଇଁ ଇଂଲିଶଟା। ଆଚ୍ଛା ଟିକେ ନୌକିଆ ଭଳିଆ ପିଇବନି, ପାଣି ଫାଣି ଟିକେ ମିଶେଇକିରି ପିଇବ। ଚାକଣ ଫାକଣ ପାଇଁ କିଛି ବ୍ୟସ୍ତ ନାହିଁ। ଏଡୁ ଟୁଡୁ ଆଉ ଥରେ ଟିକେ ଜିନ୍ଦାବାଦ। ବୁଝିଲୁ ପୁଅ ଖୋଜା ଖୋଜି କରି ଭଲ କ୍ୟାଣ୍ଡିଡେଟ୍ ପାଇଗଲେ, ହେଲେ ଟିକେ ପ୍ରୋବ୍ଲେମ ଅଛି। କଣ ବାପା? ଆରେ ବେଟଟା ସରପଞ୍ଚ ଭାବେ ସବୁ ଦୃଷ୍ଟିରୁ ଠିକ ଅଛି, ହେଲେ ପଢି ଲେଖି ଶିଖିନି। ନୋମିନେସନ ପାଇଁ ତାକୁ ଟିକେ ଦସ୍ତଖତଟା ଶିଖିବାକୁ ପଡିବ। ତମେ ଟେନସନ ନିଅନି ବାପା। ଏଇ ଲାଷ୍ଟ ସବୁ ହେଇଯିବ। ଦେଖୁ ଲାଷ୍ଟ ନନା ମୁଁ କଣ କହୁଥିଲି କହିଲ, ତମେ ସରପଞ୍ଚ ହେଲା ପରେ ଆମକୁ ଭୁଲି ଯିବନି। ଆମେ ରେଜା କରିବାନି। ଟାଣା ଆକାର ସହରରେ ଖଇନି ତମ ନାଁରେ ଗୋଟେ ବଡ ଦୋକାନ ଖୋଲିଆ, ଆଉ ତା ଉପରେ ଇଂଲିଶରେ ଲେଖା ହେଇଥିବ ବେଣ୍ଟ କମାରି ଶାଳ। ଆରେ ବଢିଆ ଶୁଭୁଛି। ଆରେ ମୁଁ ସରପଞ୍ଚ ହେବିଟି। ବର ହାତି ଗୀତ ତମେ ହିଁ ହବ, ନିଶ୍ଚୟ ହବ। ତମ ବାପା ହବ, ତମ ବୋଉ ହବ, ତମ 14 ପୁରୁଷ ସବୁ ହେବେ। ମୋର ଗୋଟିଏ ଅଳି, ତମେ ସରପଞ୍ଚ ହେଲା ପରେ ମୋ ପାଇଁ, କେବଳ ମୋ ପାଇଁ, ମୋ ସାଇଜର ଗୋଟେ ସୁନ୍ଦରିଆ ଝିଅ ଦେଖି ମୋ ସାଙ୍ଗରେ ତାର ବାଘଟା କରିଦବ। ମୋ ପାଇଁ ତୋ ମୋ ପାଇଁ ବି ଗୋଟେ, ମୋ ପାଇଁ ବି। ତମେ ଦିଟା ଖାଲି ନିଜ ବିଷୟରେ ଭାବୁଛ, ମୋ ବିଷୟରେ ଥରେ ହେଲେ ଭାବୁନ ତମ ନନା କେମିତି ଖୁସିରେ ଟିକେ ରହିବ। ମୁଁ କିନ୍ତୁ ଭାବି ସାରିଛି, ଯୋଉ ଦିନ ମୁଁ ସରପଞ୍ଚ ହେବି ସେଇଦିନ ଏମିତି ଗୋଟେ ଟିପ ମାରିବି, ତୋ ଗୋଲାପ ଭାଉଜ ତା ଟେମ୍ପୋରିଆ ଗୁରୁମାରୁ ପପ୍ ନା ସେଟା କଣ କରୁଛି, ପରମାନେଣ୍ଟିଆ। ହଁ ପରମାନେଣ୍ଟିଆ ଗୁରୁମା ହେଇଯିବ। ତାପରେ ଦେଖିବି ସେ ମତେ କେମିତି ବାହା ହଉନି। ନା ଗୋଲାପ ଯିବୁ ନାଚିବୁ। ବର ଚାହୁଛି ଦେଖ ରୋଷଣୀ କରେ, ଗାଡି ପଛକୁ ଗାଡି ଧାଡି କି ଧାଡେ,
ଦେଖ ରୋଷଣୀ କରେ ଗାଡି ପଛକୁ ଗାଡି ଧାଡେ ଧାଡେ ଚକ ଚକର ଭିଡ। ଏ ଅଜା ଆସିଲାଣି ବରଯାତ୍ରୀରେ ଅଜା ଆସିଲାଣି। ବେଟ 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 ରହ ଆଜି ଥାଉ ମୁଁ ବରଂ ପରେ ଆସିବି। ପରେ ଆସିବୁ ତୁ କଣ ପରଲୋକ କଣ ହେଇଛି କହ? ନାଇଁ କଥା କଣ କି ତୋ ପାଖରେ 20 ଟଙ୍କା ହବ? ଏଇ ନାତିଆ ବାବୁଲାଟା 7-8 ଦିନ ହେଲା ସେଇ ଆମ୍ବୁଲ ଯାଉ ଖାଇ ଖାଇ ତା ପାଟିକି ଅରୁଚି ଧଇଲାଣି। ଆଜି କହିଲା ତିଅଣ ଟିକେ ଖାଇବ ବୋଲି ସେଇଥିପାଇଁ। ଇଏ ଗୋଟେ କଥା ର ଏ ବାବୁଲା ସ୍କୁଲ ଯାଉଛୁ ଟି? ଗୋଲାପ ଦିଦି ଠିକ ସେ ପଢଉଛି ନା? ଇଏ ର ତୁ କଣ 100 ଟଙ୍କା ଦେଲୁ ମୁଁ ତତେ 20 ଟଙ୍କା ମାଗିଲି। ଭେଟ ମତେ ପଇସା ଫେରେଇବାକୁ ଭାରି ଭିଡ ହବରେ। ଫେରିବା କଥା ତତେ କିଏ କହୁଛି? ମୁଁ ଇଲେକ୍ସନ ତତେ ସରିବ ଦଉନି ନା କଣ? ମୁଁ ବାବୁଲାକୁ ଦଉଛି ନା କଣ ବାବୁଲା? ଇଏ ଯା ଶୁଣ ଇଂଲିଶ ଟିକେ ଅଛି ନାଲି ଅଧିକା ପାଣି କମ। ମୁଁ ତାକୁ କେବେ ପିଏ ଆଗରୁ ଦେଖିଛୁ? ଭୁଲେଗଲା ଇଂଲିଶ ଟା ନିଗଲ ତ ପୁରା ମୁଣ୍ଡକୁ ଚଢିଗଲା। ମଜା କିନ୍ତୁ ଧୂଆଁ ନବ। ସେଇଟା ଦେଲୁ ଦେଲା ଜଲ୍ଦି ଯାଅ ହାଡ଼ ନା ନରମ ଯେତେବେଳେ ଯାହା ଦରକାର ମନ ଖୋଲିକି ମତେ କହିବୁ ହେଲା। ତମେ ସେ ପଢି ପାରୁନ ସକାଳେ ଥଇଟେ ଗୁଡିଲା ବୋଲି କୋଭିଡ ଲିଟାକୁ ଦେଖ ଦେଖ ଗୋଲାପ ଭାଉଛୁ। ତୁ କେତେବେଳେ ବାହାରିବୁ କି? ଏଇ 9টাରେ। ତୁ ଶୁଣୁଛୁ କଣ ଭାବିବୁ ଚାଲୁନୁ। ନନା ନନା ମ ତମ ସରପଞ୍ଚ ହେଲା ପରେ ଆମ ଗାଁରେ 30ଟା ଖଣ୍ଡେ ପାଇଖାନା କରିଦବ। ଗାଁ ଲୋକ ସବୁ ସେଠି ହଗିବି ହେଲା। ସାପ ଗାଁରେ ଏଇଠିକି ଆସନ୍ତି ହଗିବାକୁ। ଇଏ କହିଲା ପାଇଖାନା ହଗିବ। ପାଇଖାନା ଦେଖିଛୁ? ହେ ମୋଟା ଚୁପ କର କହୁଛେ। ନଗଦ ଗରମ ବାଲା ବାହାରିଛି ସିଧା ତୁ ମୁହଁକୁ ଛାଟିବି। ମୁଁ ପୁରା ସିଝିଛି। ମୋ ବୁଝି ନନା ଦେଖିଲ ଏଇଥିପାଇଁ ମୋ ସହିତ ହଗିବାକୁ ଆସିବ। ନନା କଣ ଦେଖ ନନା ନନା ପୂଜା ନେବା କଲ୍ୟାଣୀ ମଣ୍ଡପର ପାଇଖାନା ଭିତରେ ପେଟକୁ ବାଡିଛୁ ହଗା। ଏବେ ତ ମୋର ମନ ଅଛି ବା। ମଟନ ଖାଇ ଯାଇକି ହଗିଲୁ ପୁଣି ଯାଇ ଖାଇଲୁ ପୁଣି ଆସିକି ହଗିଲୁ। ଗୋଲାପ ଯାଉଛି ନନା ନନାଙ୍କର ଗୋଲାପ ଭାଉଜଙ୍କ ପ୍ରତି ଗଭୀର ପ୍ରେମ ଦେଖୁନୁ। ଅଧା ହଗାରୁ ପଡିଲେ ଆଉ ଟିକେ ହଗି ଯାଇଥିଲେ କଣ ହେଇନଥାନ୍ତା? ଗୋଲାପ ଶୁଣ ତୁ 2 ଜଣ ଗପୁଥା। ମୋର ସାଡେ ବହୁତ କାମ। ମୁଁ ଚାଲିଲି। କଣ ହେଲେ ଜଲ୍ଦି କହ, ମୋର ସ୍କୁଲ ସମୟ ହେଲାଣି। ଆରେ ଶୁଣ ତତେ ଗୋଟେ ଖୁସି ଖବର ଦବାର ଅଛି। କାରି କହିନି ତତେ ସେତିକି ନିଜର ଭାବେ ବୋଲି କହୁଛି। କଣଟା ଖୁସି ଖବରଟା ଶୁଣେ। ଆରେ ମୁଁ ମିଛ କହୁଛି ନା କଣ? ଆରେ ଟିକେ ଶୁଣୁ ନୀଳ ନନା କୁଳ ନନା ଆସିଥିଲେ। କିଏ ସେ କୁଜି କଣ୍ଟ୍ରାକ୍ଟର? ସେ ଯିଏ ବି ହୁଅନ୍ତୁ ମ ମୁଁ ତାଙ୍କୁ କଥା ଦେଇଛି ମୁଁ ଗାଁରେ ଉଦ୍ଧାର କରିବି। ଆଉ ତୁ ସେଇ କେତେ ଦିନ ସେଇ ଗୁରୁମା ହେଇକି ରହିବୁ? ତୁ କଣ ଟାମ ଟେମ୍ପୋରାରୀ। ତୁ କଣ ଭାବେ ଚାହୁଁଛୁ? ପରମାନେଣ୍ଟ। ମୁଁ ଆଗ ତୋର ଉଦ୍ଧାର କରିବି। ଟେମ୍ପୋରାରୀ ପରମାନେଣ୍ଟ ତ ପାଟିରେ ପଶୁନି। ଜଗତ ଉଦ୍ଧାର କରିବାକୁ ବାବୁ ବାହାରିଲେ। ତତେ କହିଦଉଛି ପେଣ୍ଟ ସେ ରାଜନୀତି ଫାଜନୀତିରେ ଜମା ପଶନି। ସେ ସବୁ ଅଳିଆ ଜିନିଷ। ଆରେ ସମସ୍ତେ ଯଦି ଅଳିଆକୁ ନାକ ଟେକିବେ ତାହେଲେ ସେ ଅଳିଆ ରହିକି ପଚିଯିବ। ପୁରା ଗାଁଟା ଯାକ ଗନ୍ଧେଇବ। ତୋ ମୁଣ୍ଡଟାକୁ ସେ ବାପ ବମିଶି ଖାଇଗଲେଣି। ତୁ ବୁଝିପାରୁନୁ? ଆରେ ତୁ ଗୋଟେ ସରଳିଆ ପିଲା। ସେମାନେ ତତେ ୟୁଜ କରୁଛନ୍ତି। ତୁ ଭାବୁନୁ ଯଦି ସରପଞ୍ଚ ଏସି ଲୋକ ହବାର ଅଛି ତାହେଲେ ଗାଁରେ ତ ଏତେ ଲୋକ ଅଛନ୍ତି। ସେ ତତେ କାହିଁ ବାଛିଲେ? ନିଜ ଲୋକ ଭାବେ କହୁଛି ସୁଧୁରି ଯା। ସେ ରାଜନୀତିରେ ଜମା ବାଧା ଦେଇନି। ବୁଝିପାରୁଛୁ କି ନାଇଁ?
ଖଇନି ଖିଆ ସରପଞ୍ଚ ସୁଧୁରିବୁନି କହିଲି ଆଉ କୋଉ ଦାମୀ ଲୋକ ଗୁଡା ସର ହଉଛନ୍ତି କି ଷ୍ଟାଣ୍ଡାର୍ଡ ସବୁ ସେଇ ଧରିକି ଠିକ ଦାମୀ କେହି ହେବେନି ରେ ହେଲେ ଆଙ୍କୁଚା ତୁ କାଇଁ ମୁହଁଟାକୁ ଏମିତି ହାଣ୍ଡି କରିକି ବସୁଛୁ ଯେ ସିଏ ତାର ରାଜନୀତି କଲା କି ତାର ସରପଞ୍ଚ ହେଲା ତୋର ସେଥିରେ ଯାଇ ଆସେ କେତେ ସେମିତି ବି ତୁ କହୁଥିଲୁ ପରା ବେଣ୍ଟକୁ ମୁଁ ଭଲ ପାଇଲି ଆଉ ତାହେଲେ ଏବେ କାଇଁ ଛୁଇ ଦେଖଉଛୁ ଆରେ ମୁଁ କାଇଁ ମୁହଁଟା ହାଣ୍ଡି କରିବା ସେଥିରେ ଯାହା କରୁଛି କରୁ ମୋର ସେଥିରେ ଯାଏ ଆସେ କେତେ ଖାଲି ସରଳ ପିଲାଟା ବୋଲି କହୁଥିଲି ଆଲୋ କିଏ ସରଳ ବା କାହା କଥା କହୁଛୁ ବେଣ୍ଟ ଫୁଲ ହେବି ଆଲୋ ଏ ସରିତା କଣ ହେଇଛି ବା ଇଏ ଏମିତି ଉଷୁନା ହାଣ୍ଡି ବେଳେ ମୁହଁଟା କରି କାହିଁକି ବସିଛି କଥା କଣ ଆରେ ମତେ ଟିକେ କୁହ କିଛି ହେଇନି ବା ତୁ ଗଲୁ ସିଆଡେ ତ ପିଠା ପଡିଯିବୁ ଯା 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 ମଲା ଯାଉଛି ବା ସେମିତି କାହିଁକି ହଉଛୁ ମୁଁ ଯେମିତି ଆଗ କଥା ଗୁଡାକ ସବୁ ଶୁଣି ପକଉଥିଲି ଆଉ ହେଇ ନା ଏ ପିଠା ତକ ସବୁ ଖାଇଦବ ହେଲା ସବୁ ୟୁଟ୍ୟୁବ ଆପକୁ ନେଇ କଥା ନା ଶୁଣେ ତୁ ଯେତେ ଲୁଚେଇଲେ ବି ପେଣ୍ଟ ପାଇଁ ତ ଚିନ୍ତା ମୁହଁରୁ ଝଲସୁଛି ହେଲା ମୁଁ ଗୋଟେ କଥା କହି ମାନିବୁ କୋଉ କଥା ସେ ବେଣ୍ଟ ତ ତୋ ପଛରେ କେବେଠୁ ପଡିଛି ତୁ ଗୋଟେ କାମ କର ତାକୁ ହଁ କହିଦେ ଦେଖିବୁ ତୁ ଥରେ ହଁ କହିଦେଲେ ସେ ରାଜନୀତି ଫାଜନୀତି ସବୁ ଛାଡିଦବ ପାଞ୍ଚ ନୂଆ ପାଞ୍ଚ ଦଶ ଏଥର ପିଲାମାନେ ମୋ ସାଙ୍ଗରେ ଏଇଟା ଆମର ରାସ୍ତା ନା କଣ ପାନ ଗୁଆ ଖଇର ଗୁଆ କାତି ଆହା କି ସୁନ୍ଦର ରାଜନୀତି ବେଟର ନା ଜିନ୍ଦାବାଦ 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 ବେଟର ନା ଜିନ୍ଦାବାଦ 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 ବେଟର ନା ଜିନ୍ଦାବାଦ 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 ବେଟର ନା ତୁ ଏଠି କଣ କରୁଛୁ ବସେ ବସ୍ ମାନେ କୁଆଡେ ତତେ ବସେ କହିଲି ନା ଚଲେଇବ ନା ଗାଡିରେ ଯିବା ସାଇକେଲ ଯାଉଛି ଭାରି ଟେନସନ କୁଆଡେ ନେଇକି ଯାଉଛୁ କିଛି କହୁନୁ ଝାଡା ସବୁ କହିବି ତୁ ଚୁପଚାପ ବସୁନୁ ପଡା ହଦ ବଡଟା ହଦ ବଡ ଓଲା ଏଠି ସ୍କୁଟି ନେଇ ପଳେଇଦିନ 3 ଜଣ ହଦ ବଡ ଏଠି ନେଇକି ଆସିଲୁ ରାସ୍ତା ଯାକ ପଚାରୁଛୁ କିଛି କହୁନୁ କାଇଁ ଡରୁଛୁ ମ କିଛି କରିବିନି ଖାଲି କହିବି ଯାହା କହିବାର ଥିଲା ସେଠି କହିଲୁନି ଗୋଲାପ ଚିଠି ପୁରା ପଢା ଲେଖା ପିଲାଟା ତୋ ପାଇଁ କେକରେ ପପସ ଦେଖୁଥା 5 ହୋଟେଲ ଗଲା ହଉନି ଖାଇଲାଣି କଣ ଖୋଲି ଇଂଲିଶ କମ ଆରେ ମୁଁ ଯଦି ପଢି କରିଥାନ୍ତି ମୁଁ ସ୍କୁଲରେ ତୋ ସାଙ୍ଗେ ମାଷ୍ଟର ହେଇକି ନଥାନ୍ତି ଏଇଟା କଣ ହଁ କଣ ଯୋଉ ହଁକୁ ତୁ ଏତେ ଦିନରୁ ଅପେକ୍ଷା କରିଥିଲୁ ସେଇ ହଁ ମୁଁ ଯୋଉ ହଁ ଭାବୁଛି ସେଇ ହଁ ଆଜି ହଠାତ୍ ଖରା ବେଳଟାରେ କାହିଁକି ହଁ କାଇଁ ତୁ ଯେତେ ସାଜି ମନା କରିଛୁ ସେତେ ହଁ ଶୁଣିବା ପାଇଁ ମୋ ମନ ଯେତେବେଳେ କହିବ ମୁଁ ସେତେବେଳେ ହଁ କହିବି ମୁଁ ପିଲାଟି ବେଳୁ ତତେ 1,77,000 ଥର ପଚାରିଛି କାଇଁ ତୁ ମତେ ସେତେବେଳେ ହଁ କହିଲୁନି ମୁଁ ମା ପିତାବଲୀଙ୍କ ପାଖରେ କେତେ ନଡିଆ ଯାଚିଛି କେତେ ମାନସିକ କରିଛି ତୁ ମତେ ଥରେ ହେଲେ ହଁ କରୁନୁ ମୁଁ ତ ପ୍ରେମରେ ପଡିକି କେତେ ଥର ତୋ ବାଡ ଡେଇକି ତୋ ବୋଉଠୁ ମାଡ ଖାଇଛି ତୁ ମତେ ଥରେ ହେଲେ ହଁଟେ କରୁନୁ
ପ୍ରିମିୟର ଶୋ ଆଜି କାହିଁକି ତୁ ହଠାତ୍ ମତେ ହଁ କରିଦଉଛୁ? ପ୍ରିମିୟର ଶୋ କରିବ ନା ବନ୍ଦ କରିବ ନା କିଛି ସମୟ ଏଟା ପାଇଁ ପଛରେ ଲୋକ କନାର ପେଣ୍ଟର ଗୋଲାପ ହଁ କରୁନି, ଚାଲିବ ହେ, ସେମିତି ଆଜି ସରପଞ୍ଚ ବେଣୁଧର କାଣ୍ଡିର ସ୍ତ୍ରୀ ହଁ କରୁଛି, ଆଜି ତ ଲୋଭ ହଁ କହୁଛି ଗୋଲାପ। ମୋ ଗୋଲାପ ସେମିତି ନଥିଲା। ଛି 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 ଛି। ଛି! ତୋ ଚିନ୍ତାଧାରା କେତେ ତଳ ସ୍ତରର। ତୁ ଯୋଉ ମୂର୍ଖକୁ ସେଇ ମୂର୍ଖ ହେଇ ରହିବୁ। ତୁ ଗୋଲାପ ଦେ, ମୁଁ ଚିଠି ଦେ, ଖାଇବା ମୁଁ କେକ୍ ଦେ ମ। ନେଇକି ପଳେଇ ତୋର ସରପଞ୍ଚ କି ମତ ଆରେ ବେଟୋ ଉଡ଼ା କୋଚିକେ ଗୁଡାକୁ ବି ଖାଇଲୁଣି। ପାଣି ଢାଲ ତେରି ଏ ନାମୁନ ସେ କଲାରେ ମଲ୍ଲିକ ପୁରା ହଁ ଆରେ ଦେ ଦେ ସାରକୁ ଦେ ସେ ଟୁପ ମାରିବ ବୋଧେ ସେ ଆରେ ବାଃ ଶ୍ୱଶୁର ବଦ ଆରେ ଆମ ମିଲୁ କାଣ୍ଡି ଗୋଟେ ନମିନେସନ ଫାଇଲ କଲା ତାକୁ ଫୁଲାର ପିନ୍ଧ ସ୍ୱାଗତ କର ତାକୁ। ବାସି ଫୁଲାରେ ଆରେ ଆ ସାରକୁ ମିଠା ଖୁଆ। ଆଜ୍ଞା ନରେଶ ବାବୁ ଏସବୁ ଖୁସି ବିଷୟ କଥା ଦୁଃଖ ଲାଗିଲା। ଡାଟ୍, ଏ କଣ ଦୁଃଖ କଥା କହୁଛି? ଆପଣଙ୍କ ଦୁଃଖ କୁହନ୍ତୁ କୁହନ୍ତୁ। ଏ ଚାରିଗୁଡିଆ ଅଇଁଠା ଖିଆ ଗୁଡାକ ଜଣକୁ ଠିଆ କରେଇଛନ୍ତି, ଆଜି ସକାଳୁ ଆସି ନମିନେସନ କରିଦେଇଛନ୍ତି। ସେ କୁକୁର ଗୁଡାକ କାହାକୁ ଠିଆ କରିଛନ୍ତି? ମ୍ୟାଡାମ ସେ ଫାଇଟା ଦେଖି କହିଲେ ନାଁଟା କଣ? ମ୍ୟାଡାମ ମତେ ଜଲ୍ଦି କୁହନ୍ତୁ ସେ କିଏ? ତା ନାଁଟା ହେଲା ବେଣୁଧର କାଣ୍ଡି, ବୟସ 30। ବେଣୁଧର କାଣ୍ଡି? ବେଣୁଧର କାଣ୍ଡି? କିରେ ମିଲୁ କାଣ୍ଡି, ତୁ ତ କହୁଥିଲୁ ତମ ସାହିରେ ତୁ ଏକୁଟିଆ ମୁଣ୍ଡି, ପୁଣି ଆଉ ଗୋଟେ ବେଣୁଧର କାଣ୍ଡି କିଏ? ଦିଦିନା କାଣ୍ଡି କଣ? ଓ ମ୍ୟାଡାମ ମତେ ଦେଖାଅ ଫାଇଲ, ମୁଁ ବି ଦେଖିବି କିଏ ସେ କାଣ୍ଡି, କିଏ ସେ କାଣ୍ଡି? କାଣ୍ଡିରେ अरे ये ससुर पुଅ ତ ସେ କମର ଶାଳର ପେଟ।
Video bana. Allo, ତମମାନେ କେହି ଆମ ଘର ବାଟ ଦେଇକି ଗାଡି ନେଇ ପାରିବ ନାହିଁ। ଯଦି କେହି ଗାଡି ନେବା ପାଇଁ ସାହସ କର ତାହେଲେ ମୁଣ୍ଡ ଗଡେଇ ଦେବି ରେ। ଯାତ୍ରାରେ କାହାକୁ କୋଉଠି ମାରିବେ ଦେଇକି ଆମ ପ୍ରଚାର ଗାଡି ଯିବ ଅଳ୍ପ ଯିବ। ଏଇଟା ଗଭର୍ଣ୍ଣମେଣ୍ଟ ରାସ୍ତା କାମ ପାଞ୍ଚ ନୁହଁ ହେଲା। ବାପ କଥା ଉଠେଇ ଦେବେ ତୁ। ହଉ ଠିକ ଛାଡ଼ିବିନି ତମମାନଙ୍କୁ। ସୁରେଶ ପଣ୍ଡା କମିଂ ରାସ୍ତାକୁ। ଦେଖିବି 100 ହାତୀକୁ 100 ଗଣ୍ଡା ଏକା ଲଢିବ ଏ ସୁରେଶ ପଣ୍ଡା। ଆରେ ହେ ଇଏ କଣ ମତେ ଜିରେ ପି ଦେଖଉଛି। ଆରେ ଆମ ଜିପିଟା ଗୋଟେ ଭିଟେଇ ଚଳିଲୁ ମଡେଇ ଦେଲୁ। Ni udah ala. ଆରେ ସେ ମିଲୁ କାଟେ ଦିଆଇଛି। ମିଲୁ ତୁ ଆମ ସାହି ଲୋକ ବେଶୀ ଗଲ ଗଲ ହନି। ଏକାଥରେ ପଜେଇ ଦେବି ସାଇଡ୍ ହେଇଯା। କଣ କହିଲୁ ପଜେଇ ଦେବୁ? ଏ କଣ ଫଳ ହେଇଛି ଯେ ତୁ ପଜେଇ ଦେବୁ? ଏବେ ଏଇଠି ତମ ତିନିଟାଙ୍କ ବେକ ମୂଳା କାଟିଲା ଭଳିଆ ଟେକି ଟେକି କରିକି କାଟିବି। ସେମାନଙ୍କୁ ଯିବାକୁ ଦେ। କୁକୁର ମାନଙ୍କ ସାଙ୍ଗରେ କାହିଁ ଯାଉଛି? ବାପା କଣ କୁକୁର କହୁଛି? ଖାଲି ସରପଞ୍ଚ ପାଉଟା ଆସୁ। ଏ ବାପ ପୁଅ ଦିଟାଙ୍କ ବେକରେ କୁକୁର ଭଳିଆ ଶୁକୁଳି ବାନ୍ଧିକିରି ଆମ ଦାନ୍ତ କରିବା। Asu sih. ଆଜି ଏ କଥାରେ ଗୋଟେ ଫଇସଲା ନ ହବା ଯାଏ ଏ ସୁରେଶ ପଣ୍ଡା ଏଠୁ ଗୋଟେ ଇଞ୍ଚ ବି ହଲିବ ନାହିଁ। ଫଇସଲା ହବା ଦରକାର। ଏ କାଣ୍ଡି ଶଶୁର ଶୁଣ ପଇତାରେ ଗଣ୍ଠି ପକେଇଲେ ଆମେ ଯଦି ତୁ ଇଲେକ୍ସନରେ ଜିତିଯିବୁ ଏ ସୁରେଶ ପଣ୍ଡା ଯଦି କଥା ଦଉଛି ଲଣ୍ଡା ହେଇକି ବୁଲିବ। ମନେ ଗୋଟେ ଲୋକ ଦଣ୍ଡ ମାରିବନି ତା ବୋଲି ମୋରି ଉପରେ ଛକ। ରାମିଲେ ପଡ। ସେ ପକାବେ ଗଭର୍ଣ୍ଣମେଣ୍ଟ ରାସ୍ତା। ଆମର ବି ସମାନ ଅଧିକାର ଅଛି। ଦେଖିବି କଣ କରିବ। ଗଣା ହବ ଆଜି ଆଉ। ବାଧ୍ୟ ବୋଧେ ହବ। ସାଇଡ୍ ସିନ୍ ଅଛି ବୋଧେ ନହେଲେ ନା ସାଇଡ୍ ସିନ୍ ହବ। ଜଲ୍ଦି ପଡ। ଆରେ ଶଗଡ଼ ଭଳିଆ ଗାଡି କଣ ଚଲାଉଛୁ? ସୁର ଭାଇ ପା କହିଛନ୍ତି ଜଲ୍ଦି ଯିବା ପାଇଁ। ସୁର ଭାଇ କହିଲେ କଣ ହବ? ରାସ୍ତା ଯେମିତି ହେଇଛି 20 ଅଧିକା ସ୍ପିଡ୍ ଗାଡି ଯାଉନି। ସୁର ଭାଇଙ୍କ ନାଁ କେହି ଧରନି। ଓହୋ ସୁର ଭାଇ ପା ନିଜେ ମନା କରିଛନ୍ତି ସୁର ଭାଇ ନାଁ ନ ନେବାକୁ। ବୁଝୁନ କି? ଚାକରି ପିଲା ଥିବ ବୋଧେ କାଟି ଦେଇଛି। ଆସ ଆସ ଚାଲ। ଏଇଟାକୁ ନେଇକି ଆମର ଯୋଉ ସୂତାକଳ ଅଛି ତା ପଛପଟେ ପକେଇ ଦେଇ ଆସ। ସାରେ ଆପଣଙ୍କର ଗୋଟେ ସୂତାକଳ ଅଛି ବୋଲି ଆମେ ତ କାହିଁ ଜାଣିନଥିଲୁ। ସୂତାକଳ କହିଦେଲେ କି? ଆଜ୍ଞା। ଆରେ ଶ୍ୱଶୁର ପୁଅଟି କାଲି ଯୋଉ ଯାଇଥିଲେ ଗୋଟେ ଯାତ୍ରା ଦେଖିବା ପାଇଁ ହଁ ସେ ଭିଲିଆନ ଏସବୁ କଥା କହୁଥିଲା ମୁଣ୍ଡରେ ରହିଯାଇଛି। ଆଉ କିଛି କଥା ନାହିଁ। ଏଇଟାକୁ ନେଇକି ଆମର ଯୋଉ ନଈବନ୍ଧ ଅଛି ନଈବନ୍ଧ ପାଖରେ ଖବର ଦେଇକି ଆସ। ଆଜ୍ଞା। ଶ୍ୱଶୁର ପୁଅଟି ଧୀରେ କହ। Marthan. ଆଉ ଗୋଟେ କଥା ଶୁଣ ମୁଁ ୟାକୁ ମାରିଛି ବୋଲି ଯେମିତି କଥା କେହି ବି
ଶ୍ୱଶୁର ଇଏ କଣ ଚୁଚୁ ନା କଣ ଶ୍ୱଶୁର କୋଟି ହଁ କି ନା ତ କିଛି କହ। ନାଇଁ ନାଇଁ ଏଇ ଆସ ଭାଇ ଆସ। କାଲିଠାରୁ ଗଲେଣି ଆସିନାହାନ୍ତି। ତାଙ୍କୁ ଆଉ ବାଘ ଖାଇଗଲାନି ତ ସେମିତି ଯାତ୍ରା ପଣ୍ଡା ଲୋକ ଲଗେଇକି ମୋର ଏଇ ଅବସ୍ଥା କଲା। ଖଣ୍ଡା ବୁଲବାଇଛି ନା ହଁ ନା ଜାତେର ପଣ୍ଡ ଏଗୁରାମ ନା କାଢରୁ ହତ୍ୟାରେ ବାହାର କର ସେ ଜାତେରା ପଣ୍ଡାକୁ ହାଣିକି କୁଚେଇ ମାନେ କାହିଁ ଚୁପ ରହିବି? ଏତେ ଘଟଣା ଘଟଣା ପରେ ଘରେ ଚୁପାଇ ବସିବି କଥା କହୁଛ ତମେ? ଏତେ ଦୁଃଖ କଥା କି ଅବସ୍ଥା କଲେ ପିଲାଟାର। ଆରେ ସରପଞ୍ଚ ଠିଆ ହବାଟା କଣ ଭୁଲ? ଏମିତି ଦରମରା କରି ମାରିବ ଏଗୁଡାକୁ ଧର୍ମ ସହିବନି। ବାବା ତୋର କଣ ଏମିତି ଗାଁ ଲୋକ ସବୁ ଟୁପୁର ଟାପର ହବା ଦରକାର। କଣ ବେଟ ବାବୁ ବୁଝିପାରିଲ ନା? ଆକୁ କହନ୍ତି ରାଜନୀତି। ହେଲେ ନା ମୁଁ ଏବେ କଣଟା କରିବି? ତତେ କିଛି କରିବା ଦରକାର ନାହିଁ। ଖାଲି କିଛି ଦିନ ତୋ ଦେହର କଷ୍ଟକୁ ଗାଁ ଲୋକ ଅନୁଭବ କରିବା ଦରକାର। ସେମାନେ ଜାଣିବା ଦରକାର ତୁ ତାଙ୍କ ପାଇଁ ମାର ଖାଇଛୁ। ଓହୋ ବୁଝିଲି। ହେଲେ ନନା ଏ ଯୋଉ ଭାଷଣବାଜି କଥା କହୁନଥିଲ ସେଗୁଡାକ ମୋ ଦେହ ହବ? ମୁଁ ବା ପାଠ ସାଠ ପଢିନି ମୂର୍ଖଟା, ମୁଁ କଣ ପାରିବି? ତୁ କେମିତି ପାରିବୁ ବେଣ୍ଟ? ତା ବ୍ୟବସ୍ଥା ମୁଁ କରିବି। ଏଇ କାମ ବାକି ଥିଲା ଯାହା କରିବା ପାଇଁ। ଦିଦି ଗୋଟେ ସତ କଥା କହିବି? ମତେ କୁଳ ନନା ଏଠି ନେଇ ଆସିଛନ୍ତି ସିନା ନନା ତମେ ଗୋଟେ କାମ କରୁନ, ମା ପିତାବଲୀ ସ୍ମରଣ କରିକି ଆଖି ବୁଝେଇ ଦିଅ, ସବୁ ମନେ ରହିଯିବ। ହେ ତମେ ଦେଖା ଚୁପ କର। କୋଉ ଗଜମୂର୍ଖକୁ ପଠେଇଲେ କେଜାଣି କୁଳ ନନା ଏଠିକୁ? ପଡିବ ଆଉ ପୁରା ପଡିବ। ଆମ ଗାଁର ଉନ୍ନତି ହଉନାହିଁ। ଆମ ଗାଁର ଉନ୍ନତି ହଉନାହିଁ। ହେ ଚୁପ କର। ତମକୁ କିଏ କହିଲା କହିବା ପାଇଁ? ସିଆଡେ କୁଆଡେ ଯାଇଛ? କୁଣ୍ଡ ଗଣୁଥିଲି। ପଢି ତ ଆସୁନି, ଟିକେ ଧ୍ୟାନ ଦେଇ ଶୁଣ ତ ଗଲା। ହଁ ଦିଦି ଏଗୁଡା ସବୁ ମୁଣ୍ଡ ଉପରୁ ପଳଉଛି, କିଛି ବୁଝା ପଡୁନି। ଗୋଟେ ଛୋଟିଆ ସାହାଯ୍ୟଟେ କରିବେ କି? ଆପଣ ଟିକେ ପେଣ୍ଡାଲ ଉପରେ ମୋ ପାଇଁ ଭାଷଣଟା ଦେଇ ଦଉନାହାନ୍ତି? ହେ ଭଗବାନ।
ହବା ଏ ଛୁଆ କୁଆଡେ ବାହାରିଛି ସରପଞ୍ଚ ହବା ପାଇଁ ଇଏ ସବୁ ୟା ଦେଇ ନୁହଁ ୟା ପାଇଁ ଆଉ କିଛି ଗୋଟେ ବ୍ୟବସ୍ଥା କରିବାକୁ ପଡିବ। ନମସ୍କାର। ଏଠାରେ ଉପସ୍ଥିତ ଥିବା ମୋର ପ୍ରିୟ ମଉସା ମାଉସୀ ଭାଇ ଓ ଭଉଣୀମାନେ, ମୁଁ ବେଣୁଧର କାଣ୍ଡି ଆପଣଙ୍କ ପ୍ରିୟର ବେଟ। ଆଜି ମୁଁ ଆପଣମାନଙ୍କ ସାମ୍ନାରେ ଉପସ୍ଥିତ ହେଇଛି କାରଣ ମୁଁ ମୋ ଗାଁ ପାଇଁ ମୋ ପଞ୍ଚାୟତ ପାଇଁ କିଛି କରିବାକୁ ଚାହୁଁଛି। ଉନ୍ନତି ବିକାଶ କଣ ମୋ ଗାଁ ଲୋକ ଜାଣିନାହାନ୍ତି, ତେଣୁ ମୋ ଗାଁର ସରପଞ୍ଚ ନନା ମନ ରହିଲେଟି ଭାଷଣ ଟା ମନେ ରହିଲେଟି କଣ ହାତ ଯୋଡ କହିବି। ମୋର ପ୍ରିୟର ଭାଇ ଓ ଭଉଣୀ ମାନେ, ବଢିଆ। ମୁଁ ବେଣୁଧର କାଣ୍ଡି ଆପଣଙ୍କ ସାମ୍ନାରେ ତାପରେ ଆପଣଙ୍କ ସାମ୍ନାରେ ଆପଣଙ୍କ ସାମ୍ନାରେ କଣ ଆପଣଙ୍କ ସାମ୍ନାରେ କଣ ଆପଣଙ୍କ ସାମ୍ନାରେ ନୁହଁ ନା ତମେ ଆରମ୍ଭ ଛୁଟିଲନି ଇଏ ମଉସା ମାଉସୀ ଆପଣଙ୍କ ପ୍ରିୟର ବେଣ୍ଟ ଏଗୁଡା ସବୁ କିଏ କହିବ? ମୁଁ କହିବି। ଆମର ମନେ ରହିଗଲାଣି ତମର ମନେ ରହୁନି? ତମେ ଭଲସେ କହିଲ। ମୋର ଏଗୁଡା ସବୁ ହବନି। ସରପଞ୍ଚ ଭାରି କଷ୍ଟିଆ କାମ। ଆଉ କଷ୍ଟ କଲେ ସିନା କୁଚଟା ମିଳିବ। ମୁଳ ଲଗା କଣ କେତେ ବୁଝେଇବ? ଛାଡ ତମ ମୁଣ୍ଡ ନା ସେଟା ଧାନ ଉଷା କୁଣ୍ଡ। ନମସ୍କାର। ଏଠାରେ ଉପସ୍ଥିତ ଥିବା ମୋର ପ୍ରିୟ ମଉସା ମାଉସୀ ଭାଇ ଓ ଭଉଣୀମାନେ, ମୁଁ ବେଣୁଧର କାଣ୍ଡି ଆପଣଙ୍କ ପ୍ରିୟର ବେଟ। ନା ଷ୍ଟାର୍ଟ କର। 1 2 3 ଷ୍ଟାର୍ଟ। ଜୟ ମା ପିତାବଲି। ମୁଁ ଦେହ କଣ ହେଇଯାଉଛି ମୋର, କେମିତି କେମିତି ଲାଗୁଛି। ଆଉ ହବ ନାହିଁ। ଏଠି ଥରେ ବସିଛୁ ସବୁ ଭଲ ହବ। କପି ବସେ ବି ଅଛି। ଯା କିଛି ହବ। ଯା କହୁନୁ କହ। ମୋର ପ୍ରିୟ ଗୁମାଗଡ଼ ବାସୀ, ମୁଁ ଆପଣଙ୍କର ବେଣୁଧର କାଣ୍ଡି ମାନେ ବେଣ୍ଟ। ଆଜି ମୁଁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ। ଉପସ୍ଥିତ। ଏତେ ବର୍ଷ ହେଇଗଲା କିନ୍ତୁ ଆମ ଗାଁରେ ଉନ୍ନତି ହେଇ ଚାଲିଛି। ଆମକୁ ରୋକିବାକୁ ପଡିବ। ଉନ୍ନତି ହଉନାହିଁ, ଆମକୁ ବର୍ତ୍ତମାନ କୀର୍ତ୍ତନ ପରିବର୍ତ୍ତନ ଦରକାର। ଉନ୍ନତି ହଉନାହିଁ, ଆମକୁ ପରିବର୍ତ୍ତନ ଦରକାର। ପରିବର୍ତ୍ତନ ଦରକାର। ମୁଁ ଏତିକି କହିକି ମୋ ସାଥ ଦଉଛି, ମତେ କିନ୍ତୁ ଭୋଟଟା ଦେଇଦବ। ବେଟ ଶୁଣ ଆରେ ତୁ ଆଦୌ ବ୍ୟସ୍ତ ହନା, ଆମେ ସମସ୍ତେ ତୋ ସାଙ୍ଗରେ ଅଛୁ। ଏଥର ତୁ ନିଶ୍ଚୟ ଜିତିବୁ। ଆରେ ଆମ ଘର ପୁଅ ଏଥର ସରପଞ୍ଚ ହବ, ଆଉ ଆମ ଗାଁର ଉନ୍ନତି ବି ହବ। ଅଜା କିଏ ମୋ ସାଙ୍ଗରେ ଥାଉ କି ନଥାଉ, ମୁଁ ଜାଣିଛି ତୁ ମୋ ସାଙ୍ଗରେ ନିଶ୍ଚୟ ଅଛୁ। ଆରେ ମୁଁ ସବୁବେଳେ ଭାବେ ଆମରି ଭିତରୁ ସିନା କିଏ ସରପଞ୍ଚ ହେଲେ ଆମ ସୁଖ ଦୁଃଖ ବୁଝିବ। ଚାଲ ବାବା ଆମ ଘରକୁ ଚାଲ। ଖାଇବୁ ଚାଲ ପଖାଳ ଭାତ। ଖାଲି ତାଟିଆଟା ନା ଅଜା ତୁ ଆଜି ମୋ ସାଙ୍ଗରେ ଖାଇବୁ। ଆରେ ତୁ ଖା, ମୁଁ ପଛରେ ଖାଇବି। ପଛରେ ନାହିଁ। ଏ ଅଜା ବେଲରେ ଭାତ କାଇଁ? ଭାତ ବେଲରେ ଭାତ ଆଉ ପାଖରେ ତିଅଣ ଖୋଜୁଛୁ ନା? ଆରେ ଖାଲି ମୋ ଘରେ ନୁହଁ, ଏ ଗାଁର ଅନେକ ଲୋକଙ୍କ ଘରେ ଏମିତି ବେଲାରେ ପଖାଳ ନଥାଏ କି ପାଖରେ ତିଅଣ ବି ନଥାଏ। ମାସରେ ତୋ ପାଖରୁ ମାଗିକି ଯେତିକି ପଇସା ଆଣେ ନା
ସେଥିରେ ମୋ ନାତିଆ ବାବୁଲା ପେଟକୁ ଏମିତି ତୋରାଣି ଟିକେ ଆଉ ମୋ ପେଟକୁ ଏମିତି ଧୂଆଁ ଟିକେ ଯୋଗାଡ଼ କରେ। ବାବୁଲା ଖାଇଛୁ? ବାବୁଲା ଖାଇଛି। ଖାଇଛି ତ କଣ ମୋ ସାଙ୍ଗେ ଆଉ ଥରେ ଖାଇଦବୁ। ଏଠି ଅଜା ମା ପିତା ବୋଲି ନା ମୁଁ ଯଦି ସରପଞ୍ଚ ହେଲି ନା ତ ଶେଷ ଜୀବନ ତୁ ଖୁସିରେ କାଟି କାହା ପେଟ ବି ଅପସାର ହେବନି। ଆଉ ବାବୁଲା କେମିତି ପାଠ ପଢିକି ବଡ ମଣିଷ ହବ ସେ ଦାୟିତ୍ୱ ମୋର। ଲୁଣ ଖାଏ ଗଣ୍ଡି ଚିନ୍ତା ଖାଏ ହାଣ୍ଡି। ସେଟା ଉଲ୍ଟା। ଓହୋ ଓଲ୍ଟା ହେଲେ ମୋର ଢୋ ହେଇଗଲା। ଆରେ ଧଡ଼ି ଭାଇ ଶୁଣ ଏ ଗାଁର ଲୋକମାନଙ୍କ କଥା ତ ଭୁଲ ଯାଅ। ଗଛପତ୍ର ବି ଆମମାନଙ୍କୁ ଭୋଟ ଦେଇକି ଜିତେଇବେ। ସବୁ ଭୋଟ ତ ଆମର। ଟାଣି ଆଣିବା ଆମମାନେ। ପିତାଶ୍ରୀ ତମେ ହୁଅ ନାହିଁ ବିବ୍ରତ। ଏଥର ନିର୍ବାଚନରେ ଯାହା ବି ହେଲେ ଆମେ ହବ ଜୟଯୁକ୍ତ। ଆରେ ଆମ ପଲ୍ଲା ଭାରି ଅଛି ତ। ଡାଡ୍ ତମେ ଗୋଟେ କଥା କହିଲେ ତମେ ବିଶ୍ୱାସ କରିବ ନାହିଁ। ୱେଟ୍ ବାସୁ ତମ ବୋହୁ ଏ ବସନ୍ତି ଆସ। ଏଠି ଡାଡ୍ ବାପୁଲିରେ ଟିପ ମାରିକି କହୁଛି ମୁଁ ଆଉ ମୋ ସ୍ତ୍ରୀ 2 ଜଣ ଯାକ କଣ ତା ନା ପେଣ୍ଟ କାଣ୍ଡି। ତାକୁ ଯଦି ଭୋଟ ଦବୁ ତାପରେ ବି ଆମମାନେ ଜିତିବୁ। ଆଉ ଶ୍ୱଶୁରକୁ ବଡ ପଟରେ କୁହ। ଏଠି ବାସ ତମେ ଗୋଟେ କାମ କର ଆମ ଶୟନ କକ୍ଷକୁ ଯାଅ ଆଉ ଶୟନ କକ୍ଷରେ ଥିବା ଟିଭିଟାକୁ ଅନ୍ କରାଯାଅ ଆଉ ଯାତ୍ରା ଲଗାଯାଅ। ତମ ହଜବେଣ୍ଡ କମ ଡାଡ୍ ମୁଁ ଟିକେ ବି ବ୍ୟସ୍ତ ଅଛି ପରେ ମୁଁ ତମ ସହିତ ବାର୍ତ୍ତାଳାପ କରିବି। ସେଇଟା ଆମେ 2 ଜଣ ଯାକ ଯଦି ମିଶିକି ସେ ପେଣ୍ଟ କାଣ୍ଡିକୁ ଭୋଟ ଦବୁ ତାପରେ ବି ଆମମାନେ ଜିତିବା। अरे जल्दी जल्दी बना मिलू कैंडी। अरे ने तो पेक में ने अप्पा तो है जा जी नहीं जा ले चलो 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 चेस ସିଏ ତଳେ ବସି ଯାଉଛି। ଚାଲିଛି ନା ତମେ ଆଗକୁ ସରପଞ୍ଚ ହବ। ମଦ ପିଉନି ଟେନସନ ଗୁଡା ପିଉଛି। ନା ମତେ ବି ଟିକେ ଟେନସନ ଦଉନ ମୁଁ ବି ଟିକେ ପିଅନ୍ତି ହେଲେ। ଆରେ
ସବୁ ଟେନସନ ମୁଁ ପିଯିବି ହେଲା। ଡାକ୍ତରଟା ନା ଜିତିଅଟି ଆମେ ତଥ୍ୟ ଅନୁସାରେ ଆଉ 2ଟି ୱାର୍ଡର ଭୋଟ ଗଣତି ସରପଞ୍ଚ ହବୁ ତୁ କଣ ହବା କୋଉଟା ହବା ଆଉ କିଛି ସମୟ ମଧ୍ୟରେ ଆମେମାନେ ଘୋଷଣା କରିବୁ ଆପଣ ମାନଙ୍କର ପ୍ରିୟ ସରପଞ୍ଚ କିଏ ବୋଲି। ଆରେ ଆମ ଭବିଷ୍ୟତ ସରପଞ୍ଚ ଗ୍ଲାସ ଖାଲି ହେଇଗଲା। ଆରେ ଦିଅ ଆପ୍ପାୟିତ କର ତାକୁ ଦେ ମିଲୁକାଣ୍ଡି ଆଣ ଗ୍ଲାସ ଦେ 90 କଡା। ଆରେ ହବା ହବା ଆରେ ଆମେ ଜିତିବା। ବନ୍ଧୁଗଣ ବର୍ତ୍ତମାନ ଶେଷ ରାଉଣ୍ଡର ଫଳାଫଳ ଆସିଯାଇଅଛି ଏବଂ ଅଳ୍ପ କିଛି ଭୋଟର ପ୍ରଭେଦ ଦେଖାଯାଉଛି। ତଥ୍ୟ ଅନୁସାରେ ମାତ୍ର 2 ଗୋଟି ଭୋଟରେ ମିଲୁ ବିଜୟ ଲାଭ କରିଛନ୍ତି। ବେଣୁଧର କାଣ୍ଡିଙ୍କ ଠାରୁ ହାରି ଯାଇଛନ୍ତି। ବର୍ତ୍ତମାନ ଆପଣମାନଙ୍କର ଶ୍ରୀ ବେଣୁଧର କାଣ୍ଡି ପେଟକୁ ମାରିକି ଟିକ ଟିକ କରିଦେବି। ବାସନ୍ତି ପାଣି ଆଣ। ଚଲେଇଛନ୍ତି ଏଠି ଗୋଟେ ବେଙ୍ଗ ହାରାମ ଦାଦା ହେଇଥିବ ସରପଞ୍ଚ। ମୁଁ ଏଠି କଣ କରୁଛି? ସାରି ଇଲେକ୍ସନ କରିବି ମୁଁ। ଚିନ୍ତା ମତେ ଆରେ କାଇଁ ହାରା କରୁଛୁ? ଆମେ 2ଟା ଭୋଟରେ ମୁଁ ହାରିବି? ହାରାମ ଜାଦା ମୁଁ ଲାଜ ଲାଗୁନି। ଯାବେ ସେଠି ତାଙ୍କୁ ଖୋଜ ଯେ ତାଙ୍କୁ ଭୋଟ ଦେଇଛନ୍ତି। ରୋହିତ ବାସନ୍ତି ଆୱାଜକୁ ବଢ। ବାପା ତମେ ଗୋଟେ କାମ କର ତମେ ଗଲ ଶୋଇବ। ସେ 2ଟା ଯାକଙ୍କୁ ମୁଁ ଖୋଜିକି ବାହାର କରି ବାପା କଥା ଦଉଛି। କଣ କହୁଥିଲା? କିଛି କହୁନଥିଲା। ସେ କହୁଥିଲା ଯେ ପାଣି ନେଇକି ଆସିଛି କାଳେ ତମକୁ ଶୋଷ ହଉଥିବ। ଆରେ ବାପାକୁ ପାଣି ଦେ ପଇଡ଼ ପାଣି ଦେ ପେଟ ଗରମ। ସେଠି ଯାଉ ଖୋଜିକି ଆଣିବ। ଆରେ ଆମେ ଖୋଜିବୁ ପାଣି ପାଣି ମୋ ମୁଣ୍ଡରେ ଧର ପାଣି ଯା ପାଣି। ହାଲୋ 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 ଏ ବାସନ୍ତି ତ ଏବେ ପୁରା ଅଶାନ୍ତି କରିଦେଇଥାନ୍ତା। ନନା ତାହେଲେ ଛାଡ ସେ କଥା ହେଲେ ନନା ତମେ ଜମାରୁ ନଣ୍ଡା ହବ ନାହିଁ। अरे कथाରେ ଅଛି मर्द का बात हाथी का दांत। ତାହେଲେ ସେ ନରି ଭଣ୍ଡାରୀ ଡାକିଦେବି ହତିଆର ନେଇ ଆସିବ। ରହିଯା हे मुळेर बुझ तुई देखुचु तुई सौ वर्ष बसंती। ତାହେଲେ ନନା ମୂଳରୁ ଟାଙ୍ଗରା ଭଳି ଏଇଟା ଖାଲି ସୋ ପିସ୍ଟା। ଟିକେ ଆଲୁଆୟ ନମଃ ଓಂ ହିନ୍ଦଲାୟ ନନା ନମସ୍କାର। ନମସ୍କାର ନମସ୍କାର। ଓಂ ନମଃ ନମଃ। ଆଉ ଶୀତ ସ୍କୁଟର କେମିତି ଲାଗିଲା? ହଁ ଭଲ ହେଇଛେ।
ପୁରୁଣା ସ୍କୁଟର ଜାଗାରେ ନୂଆ ସ୍କୁଟରଟା ହେଇଥିଲେ ଭାରି ଭଲ ହେଇଥାନ୍ତା। ତୋ ନନା ଜାଗାରେ ମୁଁ ସରପଞ୍ଚ ହେଇଥିଲେ ଭାରି ଭଲ ହେଇଥାନ୍ତା। ବେଟ ଆରେ ରହିଲୁ ଟିକେ। ସରପଞ୍ଚ ହଉ ହଉ ପୁରା ହୋଲିଆ ଚେଞ୍ଜ ନେ ଏଇ ଟିକେ ତୋ ନାଁ ଟା ଲେଖିଦେଲୁ। ଆରେ ମନେ ଅଛି ନା ଭୁଲିଗଲୁଣୁ? ସିଲଟରେ ଯେତିକି ରଗଡିଛି ଏ ଜନ୍ମରେ କଣ ଆର ଜନ୍ମରେ ଭୁଲିବି। ହଉ କରିଦେ କରିଦେ। ଏଇଟା କଣ ନା? ଆରେ ଏଇଟା ବା ରାସ୍ତା କାମ ହବ, ସେ ପିଚୁ ଢଳା ହବ ନା ସେଇଥି। ଓହୋ ଇଏ ନନା 4 ଚକିଆ କଥା ଗୋଟେ କହିଥିଲା ମନେ ଅଛି? ହଁ ଏଇଟା ଚକା କମ କମ ଲାଗୁନି? ସରପଞ୍ଚ ହଉ ବୁଦ୍ଧି ଗୁଡା ସବୁ ଆସିଗଲାଣି ନା। ହଉ ସବୁ ହବ ହେଲା। ତୁମର ବହୁତ କାମ ଅଛି, 10 ଟଙ୍କା କରିଦେଲି ତୁ ବୁଝି କରିଦେ। ବ ଆଗରେ ଛଣ ଧର କପରେ ବାଡି ନଣ୍ଡି ବେଣୁଧର କାଣ୍ଡି। କେତେ ସୁନ୍ଦର ଅକ୍ଷର ହେଲା ଆଉ କଣ। ଯା ହେଲା ଦେଖିକି ଚଳାଚଳ କରିବ। ହେଲମେଟ ପିନ୍ଧିବ ମୁଁ ଆସୁଛି। 4 ଚକିଆ ଦେଲେ ପିନ୍ଧିବାକୁ ପଡିବନି ହେଲମେଟ। ହଉ 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 ହଉ। ଆଜି ବା ଶିଶୁ ଦିବସ, ଗୁରୁମା ଅପେକ୍ଷା କରିଥିବେ। ଗୋଲାପ ଗୋଲାପ ଚାଲ ଚାଲ। ଚାବି ଦରକାର ନାହିଁ। ପେଲେ ଏଗଡା ବସ ଗୋଟା ବସି ପାରୁ ଯଦି ପେଲେ ପିଲାମାନେ, ଆଜି ଶିଶୁ ଦିବସ ଅବସରରେ ଗୋଟେ ଖୁସି ଖବର ଅଛି। ଆଉ ଅଳ୍ପ ଦିନ ଭିତରେ ସବୁ ଟେମ୍ପୋରିଆ ଗୁରୁଜୀ ଆଉ ଗୁରୁମାଙ୍କୁ ଜିନିଷଟା କଣଟା? ହଁ ପରମାନେଣ୍ଟ କରିଦିଆଯିବ। ତାଳି ଆରେ ଭେଣ୍ଟ, ଆଜି ଏଇ ଶୁଭ ଅବସରରେ ଗୋଟିଏ ନାଚ ଗୀତ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଆଉ କ୍ଲବର ସଭାପତି ହିସାବରେ ଆମ ସମସ୍ତଙ୍କ ତରଫରୁ ତତେ ଆଜି ନିମନ୍ତ୍ରଣ ରହିଲା। କେମିତି ଲାଜ ରହିବୁ? ନିଶ୍ଚୟ। ହେଇଠି ବେଟ ଭାଇ, ଆପଣଙ୍କ ସରପଞ୍ଚ ପାଣ୍ଠିରୁ ଆମ କ୍ଲବ ଘର ପାଇଁ ଯୋଉ ପଇସାଟା ଦେଇଥିଲେ ସେଥିରୁ ଆମେ କିଛିଟା ବଞ୍ଚେଇକି ରଖିଛୁ। ଆମ ସାଙ୍ଗରେ ମିଶିକି ଟିକେ ମାଲପାଣି ହେଲେ ଆମକୁ ଭଲ ଲାଗନ୍ତା। କାମ ସମସ୍ତଙ୍କ ସାଙ୍ଗେ ମିଶିବା, କିନ୍ତୁ ଯୋଉ କାମଟା କହିଲ ଟିକେ କନ୍ତିକି ଯାଇକି ମିଶିବା ହେଲା। କୋଉଠି କାର୍ଯ୍ୟକ୍ରମ କୋଉଠି? ଚାଲ ଚାଲ।